ଚାଲନ୍ତୁ ସାଙ୍ଗମାନେ ଆଜି ବନେଇବା ଟମାଟୋ କାଞ୍ଜି। ସେଥିପାଇଁ ମୁଁ ପରିବାରରେ ନେଇଛି ଗଣ୍ଠି କୋବି, ସାରୁ, ବାଇଗଣ, ଟମାଟୋ। କିଛି ଚାଉଳକୁ ବତୁରିକି ତାକୁ ଖୁଦ କରିକି ରଖିଛି। ଟମାଟୋ କିଛି ବାଟି ଦେଇଛି, ଆଉ ଅଳ୍ପ ଟିକେ ଟମାଟୋ କଟା ରଖିଦେଇଛି। ଭାତଟି ହେଇସାରିଲା ପରେ ସେଇ ପେଜରେ ମୁଁ ଆଉ କିଛି ପାଣି ଦେଇକି ବସେଇ ଦେଇଛି ଟମାଟୋ କାଞ୍ଜି ପାଇଁ। ତା ଦେହରେ ଦେଇଦେଇଛି ହଳଦୀ ଗୁଣ୍ଡ, ଆଉ ଖୁଦ କରି ରଖିଥିବା ଯେଉଁ ଚାଉଳ ତାକୁ ପକେଇ ଦେଇଛି। ସେ ଟିକେ ସିଝିଲା ପରେ ପକେଇ ଦେଇଛି ଟାଣ ପରିବା ସବୁ। ସେ ଟିକେ ସିଝିଲା ପରେ ପକେଇ ଦେଇଛି ବାଇଗଣକୁ। ବାଇଗଣ ଟିକେ ସିଝିଲା ପରେ ଦେଇଦେଇଛି ଲୁଣ, ତା ଦେହରେ ଦେଇଦେଇଛି କଟା ଟମାଟୋ, ବଟା ଟମାଟୋ, 2ଟି ଆମ୍ବୁଲ। ସେ ଟିକେ ସିଝିଲା ପରେ ତା ଦେହରେ ପକେଇ ଦେଇଛି କଞ୍ଚା ଲଙ୍କା କିଛି ରାଗ ବାହାରିବା ପାଇଁ। ତାପରେ ରସୁଣ ଟିକେ ଛଟେଇ ଦେଇଛି ଫୁଟଣ ପାଇଁ। ଚାଲନ୍ତୁ ଏବେ ବଢ଼ିଆ ଗୋଟେ ଫୁଟଣ ଦେବା। ପ୍ୟାନ୍ ଗୋଟେ ବସେଇ ତେଲ ଦେଇ ପଞ୍ଚୁ ଫୁଟଣ, ଶୁଖିଲା ଲଙ୍କା, ରସୁଣ, ଭୃଷୁଙ୍ଗା ପତ୍ର, ଟିକେ ହିଙ୍ଗୁ ଦେଇ ତାକୁ ବଢ଼ିଆ ଗୋଟେ ଫୁଟଣ ଦେଇଦେବା। ଏବେ ହେଇଗଲା ଟମାଟୋ କାଞ୍ଜି। ଆପଣମାନେ ଭିଡ଼ିଓଟି ଦେଖନ୍ତୁ, କେମିତି ଲାଗିଲା କମେଣ୍ଟଟିଏ କରନ୍ତୁ।